ଅଧିନାୟକ ଦୌଡ଼ରୁ କାହିଁକି ପଡ଼ିଲେ ବାଦ? ଗୌତମ ଗମ୍ଭୀରଙ୍କ ପାଇଁ କଟିଲା କି ପତା? ଅଗରକରଙ୍କ ସହ ମିଶି କରିଥିଲେ ପ୍ଲାନିଂ। ପାଣ୍ଡ୍ୟାଙ୍କ ଟେନସନ୍ ବଢ଼ାଇଲା କୋଚ୍ଙ୍କ ପ୍ଲାନିଂ। ବିଶ୍ୱ ଚାମ୍ପିୟନ ପଛରେ ଥିଲା ବଡ଼ ଭୂମିକା। 13 ବର୍ଷ ପରେ ଚଖାଇଲେ ବିଜୟର ସ୍ୱାଦ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଝଟକା, ହାତରୁ ଖସିଲା କମାଣ୍ଡ। ଜୁନିୟର ସମ୍ଭାଳିବେ ଦାୟିତ୍ୱ। ପୋଜିସନ ଛଡ଼ାଇ ନେଲେ ଟିମ୍ ଇଣ୍ଡିଆର ନୂଆ କୋଚ୍। ସୂର୍ୟାଙ୍କୁ ଭରସା କଲା ସିଲେକ୍ସନ କମିଟି। କେବଳ ଶ୍ରୀଲଙ୍କା ସିରିଜ୍ ନୁହେଁ ବରଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ଭାଳି ପାରନ୍ତି ଏହି ଦାୟିତ୍ୱ। ଟି20 ବିଶ୍ୱକପ୍ରେ ହାର୍ଦ୍ଦିକ ଟିମ୍ ଇଣ୍ଡିଆର ଉପ ଅଧିନାୟକ ଥିବାବେଳେ ପୂର୍ବ ବର୍ଷ ଅଧିନାୟକ ବି ଥିଲେ। ତେବେ ଆହତ କାରଣରୁ ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି20 ସିରିଜ୍ର ସମ୍ଭାଳିଥିଲେ କମାଣ୍ଡ। କିଛି ଦିନ ତଳେ ଟି20 ବିଶ୍ୱ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ। ଚାମ୍ପିୟନ ପରେ ଅବସର ଘୋଷଣା କରିଥିଲେ ଅଧିନାୟକ ରୋହିତ ଶର୍ମା। କିଏ ହେବ ପରବର୍ତ୍ତୀ ଟି20 ଅଧିନାୟକ ତା ଉପରେ ଥିଲା ସମସ୍ତଙ୍କ ନଜର। ୟୁଥ୍ ବ୍ରିଗେଡ୍ ସମ୍ଭାଳିଥିଲେ ଜିମ୍ବାୱେ ଟୁର୍। ଶୁଭମନଙ୍କ ନେତୃତ୍ୱରେ ଖେଳିଥିଲା ଟିମ୍। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଖୁବ୍ ଝାଳ ବୁହାଇଥିଲେ ଯୁବ ଖେଳାଳି। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର, ରିଷଭ ପନ୍ତଙ୍କ ପରି ବରିଷ୍ଠ ଖେଳାଳିମାନେ ଜୁଲାଇ 27ରୁ ଆୟୋଜିତ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତରେ ଫେରିବେ। ଏପରି ପରିସ୍ଥିତିରେ ବିଶ୍ୱାସ ଥିଲା କି ହାର୍ଦ୍ଦିକ ହୋଇପାରନ୍ତି ଟି20 କ୍ୟାପ୍ଟେନ୍। କାରଣ ବିଶ୍ୱକପ୍ ସମୟରେ ଦଳର ଉପ ଅଧିନାୟକ ଥିଲେ ସେ। ଆହୁରି ବି ଗୋଟିଏ ବର୍ଷ ପୂର୍ବରୁ ଏହି ଫର୍ମାଟରେ ଦଳର ଅଧିନାୟକ ବି ଥିଲେ। ସେପଟେ ହାର୍ଦ୍ଦିକଙ୍କ କ୍ୟାପ୍ଟେନସିପ୍ ଯିବା ପଛରେ କୋଚ୍ ଗମ୍ଭୀରଙ୍କର ରହିଛି ବଡ଼ ହାତ। କେବଳ କୋଚ୍ ନୁହେଁ, ସିଲେକ୍ସନ କମିଟି ବି ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସି ସପକ୍ଷରେ ନାହିଁ। ଗମ୍ଭୀରଙ୍କ ନିର୍ଦ୍ଦେଶରେ ଚିଫ୍ ସିଲେକ୍ଟର ହାର୍ଦ୍ଦିକଙ୍କୁ କରିନଥିଲେ କ୍ୟାପ୍ଟେନ୍। କାରଣ ଅଧିନାୟକ ପଦକୁ ନେଇ ସିଲେକ୍ସନ କମିଟିର ଇରାଦା ରହିଛି ଅଲଗା। ବାରମ୍ବାର ଅଧିନାୟକ ପଦ ବଦଳାଇବା ଅପେକ୍ଷା ସ୍ଥାୟୀ କ୍ୟାପ୍ଟେନ୍ ସନ୍ଧାନରେ କମିଟି। 2026 ଟି20 ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଅଧିନାୟକ ନିଯୁକ୍ତି ଲାଗି ନିଆଯାଇଛି ନିଷ୍ପତ୍ତି। ସେଥିପାଇଁ ସୂର୍ଯ୍ୟକୁମାର ଏବେ ସମସ୍ତଙ୍କର ଫାର୍ଷ୍ଟ ଚଏସ୍। ଖୁବ୍ ଶୀଘ୍ର ମୋହର ବି ବାଜିପାରେ। ବିସିସିଆଇ ସୂତ୍ରରୁ ସାମ୍ନାକୁ ଆସିଛି ଅଲଗା ତଥ୍ୟ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍କୁ ନେଇ ଉଠିଛି ପ୍ରଶ୍ନ। ଚର୍ଚ୍ଚା ହେଉଛି କି ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ଟି20 ସିରିଜ୍କୁ କରିପାରନ୍ତି ପ୍ରତ୍ୟାବର୍ତ୍ତନ। ତେବେ କିଏ ସତ କହୁଛି, କିଏ ମିଛ କହୁଛି, ତାହା ଘୋଷଣା ପରେ ହେବ ସ୍ପଷ୍ଟ। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।